ଶ୍ରାବଣୀ ଗଲେ କୁଆଡ଼େ? ଏତେ କଳା ଅବସ୍ଥା ଧାରଣ କରିଛି। ସତ ମା କାଳି ଆସିଛନ୍ତି କଣ? ନାଇଁ ନାଇଁ, ମା କାଳି ଆସିଛନ୍ତି। ତାଙ୍କ ଟିକେ ମଣ୍ଡିଆ ମାରେ ଆଉ ମୁଁ ଚାଲି ବୁଲି ଆସିଥାଏ। ସେ ମା କାଳି, ଆଜି ମୁଁ ତ ଚରଣର ବିନ୍ଦ ନତମସ୍ତକେ କହୁଛି ଲୋ ମା। ତମେ କଣ ପାଇଁ ଆସିଛ ମୋ ପାଖକୁ ଗଲୁ ମା? ଆରେ ମୋର କଣ ଭୁଲ ହେଇଛି ନା କଣ? ଦେଖ ମୋର ତମ ସହ ଯାଇ ବି ହେଇଛି, ସେଥିପାଇଁ ମତେ କ୍ଷମା କରିଦିଅ ଲୋ ମା। ହଁ ଦେଖ, ଆରେ କଣ? ତମେ ଶୋଇଥିବା ସମୟ ମୁଁ ଉଠେଇନି, ମୋ 4 ଜଣ ସଖୀ ତମକୁ ଉଠେଇଲେ। ଆଚ୍ଛା, ହଁ ବୀର। ତମେ ତାହେଲେ ମା କାଳି ନୁହଁ? ନା ନା, ମୁଁ ଜଣେ ମଣିଷ। ମଣିଷ? ଆରେ ମୁଁ ତ ଏଇଆ ଭାବିଥିଲି ଯେ ସାକ୍ଷାତ ମା କାଳି ଆସିଛନ୍ତି ଆଉ ମୋ ପାଖରେ ଏବେ ଉଭାଇଛନ୍ତି ବୋଲି। ସତରେ ବୀର। ତା ମଣିଷ? ହଁ ବୀର। ଠିକ ଅଛି ନା। ଆରେ ମୁଁ ତ ଡରି ଯାଇଥିଲି। ଛିଡ଼ି ଏ ମୁଁ ଯୋଉ ଶୋଇଥିଲା ସମୟରେ ତମେ ଏମିତି ଆସି ମୋତେ ନିଦରୁ ଉଠେଇବାର ମାନ କଣ ଥିଲା? ଦେଖ ବୀର, ମୁଁ ସବୁଦିନ ଏମିତି ମୋ ସାଙ୍ଗ ସାଥି ମେଳରେ ଆଚ୍ଛା, ଏଇ ଫୁଲ ଦିନକୁ ମୁଁ ଫୁଲ ଦିନ ବି ଚାଲି ଆସିଥିଲି। ଆଉ ସେ ସମୟରେ ତମକୁ, ସେଇ ସମୟରେ ମୋ 4 ଜଣ ସଖୀ ତମକୁ ଦେଖି ନିଦରୁ ତମକୁ ଉଠେଇ ଦେଲେ। ହଁ ବୀର। ଏ କଥା ଠିକ ଅଛି ନା। ଯାହା ତ ହେଇଯାଇଛି, ହେଲେ ତମ ସହିତ ବି ସାକ୍ଷାତ ହେଇଛି ନା? ହଁ ବୀର। ହେଲେ ଏତିକି କହିପାରିବ ତମେ ତମ ପରିଚୟ ଆଉ ତମ ପରିଚୟ କଲେ ମାତ୍ର କି ମୁଁ ଚାଲିଛି ମୟୂର ରାସ୍ତାରେ। ଠିକ ଅଛି ବୀର। ତେବେ କହିଦିଅ। ଠିକ ଅଛି କହିଦିଅ। ବୀର। ଏ ବୀର, ମୋ ରାଜ୍ୟ ହଉଛି ଆଚ୍ଛା, କୌଶଳ ଦେଶ ରାଜ୍ୟ। କୌଶଳ ଦେଶ ରାଜ୍ୟ। ଆଉ ମୋ ପିତାଙ୍କର ନାମ ଅଛି କୀର୍ତ୍ତି ରାଜ୍ୟ। ଆଉ ମୋ ମାତାଙ୍କର ନାମ ଅଛି ଶାନ୍ତିଲତା। ଶାନ୍ତିଲତା। ଆଉ ମୋ ନାଁ ଅଛି, ଆଉ ତମ ନାମ କଣ? ମୋ ନାଁ ଅଛି ମାନିନୀ। କାମିନୀ। କଣ କହିଲ? କାମିନୀ। ଗାମିନୀ। ଆଉ ଏ ବୀର, ଆରେ କଣ? ମୋ ନାଁ ଅଛି ମାନିନୀ। ଓ, ଏଥର ସ୍ପଷ୍ଟ ଭାବରେ ବୁଝିଗଲି ଲୋ, ତମ ନାମ ମାନିନୀ। ହଁ ବୀର। ବହୁତ ସୁନ୍ଦର ଅଛି। ବୀର, ତମେ ତ ମୋ ପରିଚୟ ଶୁଣିସାରିଛ। ଆଚ୍ଛା, ବୀର, ତମେ କଣ ତମ ପରିଚୟ ଦେଇପାରିବ? ମୋ ପରିଚୟ ଦେଖ ନା, ମୁଁ ତ ଏନେ ଅଛି ଏନେ ନାହିଁ। ଆଉ ତମେ ମୁଁ ପଚାରିଲେ ମତେ କଣ କରିବ ଯେ? ଜାଣିଛ ନା, ମୁଁ ଜଣେ ଉଡ଼ନ୍ତା ବାନା ଚଢ଼େଇ ଲୋ। ନାଇଁ ନାଇଁ, ମୁଁ ଜଣେ ଉଡ଼ନ୍ତା ବାନା ଚଢ଼େଇ। ଆଜି ଏଠି ତ କାଲି ସେଠି, ସେଥିପାଇଁ ମୁଁ ପରିଚୟ କହିପାରିବିନି ଲୋ। କହିପାରିବିନି। ତମେ ଯେତେବେଳେ ମୋ ପରିଚୟ ଶୁଣିଛ ମାନେ ନିଶ୍ଚୟ ତୁମ ପରିଚୟ ଦେବାକୁ ପଡିବ। ଯଦି ନଦେଲି ତମ ଯିବା ବାଟରେ ମୋର 4 ଜଣ ସଖୀ ତମକୁ ଜମା ବି ଛାଡ଼ିବିନି। ଠିକ ଅଛି, ପରିଚୟ କହିଦେବାଟା ହିଁ ଭଲ ନାହିଁ? ହଁ ବୀର। ଠିକ ଅଛି ନା। ଆଲୋ ଏ ସଚେତ ବନ୍ଦେ, ତମେ ମାନେ ମଧ୍ୟ ଧ୍ୟାନ ଦେଇ ଶୁଣ, ଯେମିତି ମତେ ପୁନର୍ବାର କହିବା ପାଇଁ ନ ପଡେ। ହଉ ଠିକ ଅଛି। ରୂପା ବଗିଚାର ଲୋ ରଙ୍ଗିଲା ଫୁଲ, କହୁଛ ମଧୁର ଲାଗିଲା ଜି ଭଲ, ଶୁଣ ପରିଚୟ ମହରା। ଶ୍ରାବଣ ନାମ ମୋରା ହୋ, ଶ୍ରାବଣ ନାମ ମୋରା। ଆଗକୁ ଶୁଣିବ। ରୂପା ବଗିଚାର ରଙ୍ଗିଲା ଫୁଲ, କହୁଛ ମଧୁର ଲାଗିଲା ଜି ଭଲ, ଶୁଣ ପରିଚୟ ମହରା। ଶ୍ରାବଣ ନାମ ମୋରା, ଶ୍ରାବଣ ନାମ ମୋରା, ଶ୍ରାବଣ ନାମ ମୋରା।
ଆସିଥିଲି ପୁଷ୍ପ ଉଦ୍ୟାନେ ସାମନେ ପବନେ ଆସିଥିଲି ପୁଷ୍ପ ଉଦ୍ୟାନେ छला तो एटा छले मो संपूर्ण परिचय जे तमे एने कहथिल ना तमे तम परिचय कैसे रह औ तमको हम जीवा को दब हाँ बीरा हेले मु आसीछिलो तमे एठी तम सहचरी मन को बुझला त आसुछिलो ए श्रवण अरे कौन अरे डाकलो कर पाई ए बीरा देखा तमे जीवा बटे अच्छा आउ किछ कथा मन मन पड़ जाई छी आ कुछ मन पड़ जाय हाँ बीरा एमिति कोन मन पड़ गलालो बीरा हां देखा हां देखुछि मु ना तुमको किछ कहबे चाहू छी तमे मते किछ कहइबो हाँ कहइबो बीरा हां तमे सुनि भाई आज मु तुमको मन कथा आज सब कहबे चाहू छी सब कहि दब त मन कथा अरे शीघ्र कहि दियलो तमे कोन कहबे चाहू तो शीघ्र कहि दियो सुनि बनी हां कहि दियो ए बीरा अरे कह मु ना तुमको तमे ना मते से प्रथम देखारी से प्रथम देखारे मु ना तुमको हां तमे ना मते मने 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 भला पैसारी छी ए बीरा तमे कोन कहला देखाबे जे किछ महिलानी तमे कोन कहछ मने मने भल पाउछ मते हाँ बीरा अरे हाँ प्रेमर पूजारिणी प्रेमर भिकारुणी तमे कोन मुंडरे कोन गोबर अछि ने कोन ए बीरा आओ देखा हां भला बाबा कोन पाप नुह पाप नुह के कहला पाप बोली आ तुम तो कहि कि मोबाइल बाबा के मु सिखा तो कहोनी से कथा आ तुम मते ओलटा पलटा करछ कोन पाई ए बीरा हां आसा पाखा को जी आसा अरे पाखड़ कोंटा ए बीरा कोन आलो होय गोरसिया मान के मछुरे नेलाना ए माउडे देली पनकानी लगे देल कहे मनी काय जादू जानी छग परदेसिया ए श्रवण होय गोरसिया गोरसिया मन के मछुरे मिलाना ए माउडे देली पनकानी लगे देल काय मनी काय जादू जानी छग परदेसिया ए माउडे देली पनकानी लगे देल काय मनी काय जादू जानी छग परदेसिया
ଆସନି ପାଖକୁ ଯିବି ହଁ ଆରେ କଣ କରେ ପାଖ ଗଲେ ବିରା ଭୁଲି ନେଇ ପାରୁଛ ତୁମର ମିଠା କଥା ଯଦି ଲଗାଇ ଦେଲା ମତେ ମନିଆ ଖାୟା ଭୁଲି ନେଇ ପାରୁଛ ତୁମର ମିଠା କଥା ଯଦି ଲଗାଇ ଦେଲା ମତେ ମନିଆ ଖାୟା ହଇ ଗରସିଆ Hoy gracia, monte machurena, no. Y maure dili ponatan, logi de la calmo, cada tu tanita go, para decía. Y maure dili ponatan, logi de la calmo, cada tu tanita go, para decía. আরে তুমি এঠু জীবন নাই ମୁଁ ଜମା ଯିବିନି জমা জীবনী তুমি জীবনী ନା তাহলে ମୁଁ ଯାଉଛି ନା ଏ ହଁ ଏବେ ବୁଝିଗଲି କଣ ବୁଝିବ ମୋର 4 ଜଣ ସାକ୍ଷୀ ଅଛି ବୋଲି ତମେ ଲାଜି ଯାଉଛ ଏ ମୀନାକ୍ଷୀ ତମେ ଅଛ ବୋଲି ସେ ସୁନ୍ଦର ଯୁବକ ଲାଜି ଯାଉଛି হলে আপা ଆସ তুমি ঠিক কই চলো ହେଲି ତମେ ଶୀଘ୍ର ଯାଅ ସେ ନାୟିକରେ ମତେ ଅପେକ୍ଷା କରିଥିବା সিনাই কুলারে তো ପାଣି ବୁଲା হলে আপা ବହୁତ ଶୀଘ୍ର ଫେରି ଆସି বলো ଠିକ ଅଛି ସାକ୍ଷୀ ତେବେ ଠିକ ଅଛି ମୋ ହଉ ଏଥର ମନ ଶାନ୍ତି ହେଲା ତ ନା ହେଇନି ଲୋ ଶ୍ରବଣ ମୁଁ ତୁମ ଆଜି ପାଖକୁ ଯାଉଛି ତମେ କାହିଁକି ସେ ଦୂରକୁ ଚାଲି ଯାଉଛ ତମେ କାହିଁକି ମୋ କଥା ରାଜି ହେଉନ କଣ ପାଇଁ ରାଜି କହିବି ସେ କଥା କୁହ ଦେଖ ଲୋ ମୁଁ ତମ କଥା କଣ ପାଇଁ ରାଜି ହଉନି ସେ କଥା ମୁଁ କହୁଛି ଶୁଣ କୁହ ମୁଁ ଜଣେ ଝିଅକୁ ଭଲ ପାଇ ସାରିଛି ସେମିତି ପାଇଁ ତମକୁ ମନା କରି ଦଉଛି ତମେ ଜଣେ ଝିଅକୁ ଭଲ ପାଉଛ ହଁ ଭଲ ପାଉଛି ହେଲେ ବିରାମ ସେରେ କଣ ମୁଁ ବି ତୁମକୁ ସେ ପ୍ରଥମ ଦେଖାରୁ ଆଚ୍ଛା ଭଲ ପାଇ ସାରିଛି ପାଉଛୁ ସତରେ ଶ୍ରବଣ ତୁମେ ହେଉଛ ମୋର ପ୍ରଥମ ପ୍ରେମ ମୋ ଜୀବନରେ ମୁଁ କେବେ ବି କାହାକୁ ମୁଁ ଭଲ ପାଇନି ଏ ସାଥୀ
ମୁଁ ତୁମକୁ ଆଶା ବିଶ୍ୱାସ ନେଇ ତୁମକୁ ମୋ ସାଥି ଜନ୍ମରେ ସାଥି ବନିବି ବୋଲି ଭାବି ସାରିଛି। ଆରେ ସେଟା ସତ କଥା ଲୋ। ମୁଁ ତମ କଥା କ'ଣ ରାଜୁ କହିବି ସେ ଝିଅ ଭଲ ପାଉଛି ବୋଲି କହିଲି ପରା। ଆଉ ସେ ଝିଅ ନାମ କ'ଣ କହିବି ତମ ଏ ବିରମ ସେ ତମେ ବାରମ୍ବାର ଝିଅ କହୁଛ ତମେ କୋଉ ଝିଅକୁ ଭଲ ପାଉଛ ସେଇ ଝିଅର ପରିଚୟ ମୋତେ ଦେଇପାରିବ? ସେ ଝିଅ କୁହନ୍ତି ଲୋ କୁହ ଶ୍ରାବଣ। ସେ ଝିଅ ସେ ଶ୍ରାବଣୀ ଲୋ। ଶ୍ରାବଣୀ ହଁ ଶ୍ରାବଣୀ। ଆଉ ତା ରାଜ୍ୟ? ତା ରାଜ୍ୟ ହଉଛି କୌଶଳ ଦେଶ ରାଜ୍ୟ ଲୋ। ଶ୍ରାବଣ ତମେ କ'ଣ ସତରେ ସେଇ ଶ୍ରାବଣୀ ବୋଲି ଝିଅକୁ ଭଲ ପାଉଛ? ଏ ଶ୍ରାବଣ ଦେଖ ତମେ ସେଇ ଝିଅକୁ ଭୁଲି ଯାଅ ଆଉ ସବୁଦିନ ପାଇଁ ମତେ ନିଜର କରିନିଅ ଶ୍ରାବଣ ନିଜର କରିନିଅ। ଏ କଥା କହୁଛ ତମେ? ଠିକ ଅଛି ଲୋ ଠିକ ଅଛି। ତମେ ଯେତେବେଳେ ପ୍ରେମ ନିବେଦନ କରୁଛ ନା ମୁଁ ତମ କଥାରେ ରାଜି ଲୋ। ତମେ ମୋ କଥା ରାଜି ହଁ ତମ କଥାରେ ରାଜି। ନା ଶ୍ରାବଣ ନା ଆଉ ମତେ ତମ କଥା ବିଶ୍ୱାସ ଲାଗୁନି। ଏବେ କହୁଥିଲେ ସେ ଶ୍ରାବଣୀକୁ ଭଲ ପାଉଛି ବୋଲି ଆଉ ତମେ ଏତେ ଶୀଘ୍ର କେମିତି ବଦଳିଗଲ? ଏ କଥା ନା ସେଟା କ'ଣ ତମକୁ ମତେ ପରୀକ୍ଷା କରିବାକୁ ପଡିବ। ପରୀକ୍ଷା କରିବାକୁ ପଡ଼ିବ? ହଁ ଶ୍ରାବଣ ଆରେ କି ପରୀକ୍ଷା କରିବ ଲୋ? ତମେ ଯଦି ମତେ ଏଇ ଦୁଇ ଗାଲରେ ଚୁମନ ଦେବ ଓ ତାହେଲେ ମୁଁ ଜାଣିବି ଯେ ତମେ ମତେ ଭଲ ପାଉଛ ବୋଲି। ଏ କଥା ହଁ ଶ୍ରାବଣ ଦିଟା ଆଗରେ ପଡ଼ି ଦିଟା ଚୁମ୍ବନ ଦେବି। ହଁ ବୀର ତା ସହିତ ମୁଁ ତମକୁ ଭଲ ପାଇଲେ ଉପରେ ମଧ୍ୟ ଦବାର ଅଛି। କଣ କହିଲ? ତମେ ଭଲ ପାଇବା ଉପହାର ଦେବ ମତେ? ଶ୍ରାବଣ ଆରେ କ'ଣ ହେଲା? ସେ ଉପହାର ନେବାକୁ ହେଲେ କଣ କରିବାକୁ ପଡିବ? ଆଖି ଦିଟା ବୁଝିବା ପାଇଁ ପଡ଼ିବ। ଆଖି ବୁଝିବାକୁ ପଡିବ। ବୁଝିବାକୁ ପଡ଼ିବ। ଠିକ ଅଛି ଶ୍ରାବଣ ତମେ ଯାହା କହିବ ତୁମ କଥାରେ ମୁଁ ସମ୍ପୂର୍ଣ୍ଣ ଭାବେ ରାଜି ହେଇସାରିଛି। ଠିକ ଅଛି ଏପଟକୁ ଆସ ତମେ। ଆଗକୁ ଯିବି। ଆଗକୁ ଆସ। ଠିକ ଅଛି ସାଥୀ। ଶ୍ରାବଣୀ ଲୋ ମାନିନି ଲୋ। ଆରେ ଶ୍ରାବଣୀ କଥା ମୋତେ ମନେ ପଡ଼ିଯାଉଛି। ତମେ ମାନିନି ନା? ଆରେ ଏ ମାନିନି ଦେଖ ଦିଟା ଗଲେ ପରେ ଦିଟା ଚୁମ୍ବନ ଦେବି ଲୋ। ତା ସହିତ ମୁଁ ତାକୁ ଭଲ ପାଇ ଉପରେ ମୋତେ ଦବାକୁ ଅଛି। ଏ ଯୋଉ ଏ ତମ ନଳି ନଳି ଓଠଟା ଲୋ ଏ ତମ ନଳି ନଳି ଓଠଟା ଏ ଯୋଉ ଚିକଣିଆ ଗାଲଟା ଲୋ ଏ ଯୋଉ ଆଖିରେ ଯୋଉ ଲାଗୁଛି ଭଲତା ଆଉ କାନର ଝୁମୁକା ଏ ଗଲା ଚାପ ଚାପ ସତେ ଦେଖିବାକୁ ବହୁତ ସୁନ୍ଦର ଲୋ। ସତରେ ନା ମୁଁ ତୁମକୁ କେତେ ଭଲ ପାଉଛି ଆଉ ତମେ କେତେ ଭଲ ପାଉଛ ମତେ ସେଇଟା ମତେ ଜଣା ଅଛି ଲୋ। ଆରେ ତ କ'ଣ ତଳ ତଳ ଚଳିବ କି? ଏ ତଳ ତଳ ଚଳିବନି ବୁଝିଲା ତ? ଆମେ ପ୍ରଥମ ଥର ପାଇଁ ଉଭୟ ପରସ୍ପରକୁ ଭଲ ପାଇ ସାରିଛି ବୁଝିଲା ତ? ଏଇଟା କ'ଣ ଭଲ ପାଇବା ତ? କିଛି ଠିକ କଲନି ଶ୍ରାବଣ ତମେ ମତେ ଭଲ ପାଇବା ଉପରେ ମୋ କାନରେ ଚାପଡ଼ା ମାରି ଚାଲିଗଲ। ଠିକ ଅଛି ଶ୍ରାବଣ ଏଇ ଚାପଡ଼ାର ପ୍ରତିଶୋଧ ମୁଁ ନିଶ୍ଚୟ ନେବେ। କଣ କହିଗଲା? ସେ କଣ ସେ ଲକ୍ଷ୍ମୀ ଶ୍ରାବଣୀକୁ ଭଲ ପାଉଛି? ସେ କଣ ରାଜରାଣୀ ହବ ଆଉ ମୁଁ କଣ ଚାକରାଣୀ ବି ଚାକରାଣୀ? ନା 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 ସେଦିନ ସାବିମା ଠିକ କହିଥିଲେ ସେଇ ଶ୍ରାବଣୀ ଭଲ ଝିଅ ନୁହଁ ବୋଲି। ତୁ ଯଦି ତା ସହିତ ମିଳାମିଶା କଲେ ସେ ତୋର ସବୁ ସୁଖ ଆଉ ସବୁ ଖୁସି ଖୁସି ଛଡ଼ିଯିବ। ଦେଖିଲା ବେଳକୁ ସେ କୋଣ ସବୁ ପୂରଣ ଯାଉଛି। ଯେମିତି ହେଲେ ବି ଶ୍ରାବଣୀର ସବୁ ସୁଖ ଆଉ ସବୁ ଖୁସିକୁ ମୁଁ ଛଡ଼ା ଆଣିବି। କାରଣ ହସୁଥିବା ଶ୍ରାବଣରେ ଭରିଦେବି ମୁଁ ସେ ଦୁଃଖର ଶ୍ରାବଣ। ମାନିନି ମାନେ ଜମା କାହା କଥା ମାନେ ଆସୁଛି ଶ୍ରାବଣ ତୁମ ପାଖକୁ ମୁଁ ଆସୁଛେ।